ମିଳିବାକୁ ଯାଉଛି ସୁଭଦ୍ରା ଯୋଜନାର 5 ନମ୍ବର କିସ୍ତି ଟଙ୍କା। ହଁ ଫ୍ରେଣ୍ଡସ୍, ମାନେ ଆପଣମାନେ ଠିକ୍ ଶୁଣିଲେ। ତ କ'ଣ ଅପଡେଟ୍ ରହିଛି ଫ୍ରେଣ୍ଡସ୍, ଆସନ୍ତୁ ଆମେ ସମ୍ପୂର୍ଣ୍ଣ ଏହି ଭିଡ଼ିଓରେ କଥା ହେବା। ଆଉ କିଛି ଦିନ ପରେ ଫ୍ରେଣ୍ଡସ୍ ମିଳିବାକୁ ଯାଉଛି ସୁଭଦ୍ରା ଯୋଜନାର 5,000 ଟଙ୍କା। ହଁ ଫ୍ରେଣ୍ଡସ୍, ମାନେ ଆପଣମାନେ ଠିକ୍ ଶୁଣିଲେ। ଆଉ କିଛି ଅଳ୍ପ ଦିନ ପରେ ଆପଣମାନଙ୍କୁ ରାଜ୍ୟ ସରକାର ଯୋଗାଇବାକୁ ଯାଉଛନ୍ତି 5,000 ଟଙ୍କା ସୁଭଦ୍ରା ଯୋଜନାର। ତ ଫ୍ରେଣ୍ଡସ୍, ମାନେ ଆପଣମାନେ ପୂର୍ବ ଭିଡ଼ିଓରେ ମଧ୍ୟ ଦେଖି ସାରିଥିବେ ଏବଂ ଅନେକ ସୋସିଆଲ ମିଡ଼ିଆରେ ମଧ୍ୟ ଆପଣମାନେ ଜାଣିବାକୁ ପାଇଥିବେ କି ଆପଣମାନଙ୍କ ଅଗଷ୍ଟ 28 ତାରିଖ ଦିନ ରାକ୍ଷୀ ପୂର୍ଣ୍ଣିମା ଦିନ ଆପଣମାନଙ୍କ ସୁଭଦ୍ରା ଯୋଜନାର 5 ନମ୍ବର କିସ୍ତି ଟଙ୍କାଟି ଆପଣମାନଙ୍କୁ ଯୋଗାଇବାକୁ ଯାଉଛନ୍ତି ରାଜ୍ୟ ସରକାର। ତ ଯଦି ଆପଣ ବି ସୁଭଦ୍ରା ଯୋଜନା ପାଉଛନ୍ତି କିମ୍ବା ଆପଣଙ୍କ ପରିବାରରେ କେହି ଜଣେ ମଧ୍ୟ ପାଉଛନ୍ତି, ତ ନିଶ୍ଚିତ ଭାବେ ଫ୍ରେଣ୍ଡସ୍, ମାନେ ଏହି ଯୋଜନା ଅଧୀନରେ ଆପଣମାନେ ଟଙ୍କା ପାଇପାରିବେ। ତ ମନେ ରଖନ୍ତୁ ଫ୍ରେଣ୍ଡସ୍, ଯେଉଁମାନେ ନୂତନ ଭାବେ ଆପ୍ଲାଏ କରିଥିଲେ ସେମାନଙ୍କ ମଧ୍ୟ ଆପ୍ରୁଭାଲ୍ ହୋଇସାରିଛି ଏବଂ ଏଥର ସେମାନଙ୍କୁ ମଧ୍ୟ ଯୋଗାଇବାକୁ ଯାଉଛନ୍ତି ସରକାର। ଏବଂ ଯେଉଁମାନଙ୍କ ରିଜେକ୍ଟ ହୋଇଯାଇଥିଲା ବା କିଛି କାରଣରୁ ବାଦ୍ ପଡ଼ିଯାଇଥିଲେ ବା ପେଣ୍ଡିଂ ଥିଲା, ସେମାନଙ୍କୁ ମଧ୍ୟ କରେକ୍ସନ୍ ହୋଇସାରିଛି ଏବଂ ସେମାନଙ୍କ ଟଙ୍କା ମଧ୍ୟ ମିଳିବାକୁ ଯାଉଛି। ତ ଆପଣଙ୍କ ପରିବାରରେ ଯେକୌଣସି ମହିଳା ଯଦି ସୁଭଦ୍ରା ଯୋଜନା ଟଙ୍କା ପାଉଥାନ୍ତି, ତ ଭିଡ଼ିଓଟି ନିଶ୍ଚିତ ଭାବେ ସେମାନଙ୍କୁ ସେୟାର କରି ଦିଅନ୍ତୁ। କାରଣ ଫ୍ରେଣ୍ଡସ୍, ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କେତେକ ଟିପ୍ସ କହିବି ଯେଉଁମାନଙ୍କ କଟିଯାଇଛି ସେମାନେ କ'ଣ କରିବେ। ତ ଫ୍ରେଣ୍ଡସ୍, ଆପଣମାନେ ପ୍ରଥମେ ଟିପ୍ସକୁ ଆପଣମାନେ ଧ୍ୟାନ ଦେଇ ଶୁଣନ୍ତୁ। ଅନେକ ଲୋକଙ୍କ ଫ୍ରେଣ୍ଡସ୍ NFSA ପାଇଁ ଆପଣମାନଙ୍କ ରିଜେକ୍ଟ ହୋଇଯାଇଛି, ଯେଉଁଟାକି ହେଉଛି ଫ୍ରେଣ୍ଡସ୍ ଆପଣମାନଙ୍କ ରାସନ କାର୍ଡ଼ ପାଇଁ। ଅନେକ ଲୋକ କ'ଣ ହୁଏ ନା ଫ୍ରେଣ୍ଡସ୍, ସୁଭଦ୍ରା ଯୋଜନା ପାଉଥାନ୍ତି କିନ୍ତୁ ତାଙ୍କ ରାସନ କାର୍ଡ଼ କାଟିଦେବା ଯୋଗୁଁ ତାଙ୍କ ସୁଭଦ୍ରା ଯୋଜନା ମଧ୍ୟ କଟି ସାରିଛି। ତ ସେମାନେ କ'ଣ କରିବେ? ତ ପ୍ରଥମେ ମୁଁ କହି ରଖୁଛି କି ଫ୍ରେଣ୍ଡସ୍, ଯଦି ଆପଣଙ୍କ ମଧ୍ୟ ସେପରି NFSA କିଛି ପ୍ରୋବ୍ଲେମ୍ ଥାଏ, ତ ପ୍ରଥମେ ଆପଣମାନେ ରେସନ କାର୍ଡ଼ ଆଡ଼୍ ହୋଇଯାଆନ୍ତୁ ଏବଂ ଆପଣମାନେ ସୁଭଦ୍ରା ଯୋଜନାର ଅଫିସିଆଲ୍ ପେଜ୍କୁ ଆପଣ ଭିଜିଟ୍ କରିବେ ଏବଂ ଆପଣମାନେ ସେଠାରେ ଗୋଟେ ଗ୍ରିଭିଏନ୍ସ ଦେବାକୁ ପଡ଼ିବ। ତ ଫ୍ରେଣ୍ଡସ୍, ଆପଣମାନେ ଗୋଟେ ଆପ୍ଲିକେସନ୍ ମଧ୍ୟ ଲେଖିବାକୁ ପଡ଼ିବ। ମୋର NFSA ପାଇଁ ବା ମୋର ରାସନ କାର୍ଡ଼ ପାଇଁ କଟିଯାଇଥିଲା, କିନ୍ତୁ ବର୍ତ୍ତମାନ ମୋର ରାସନ କାର୍ଡ଼ଟି ମୁଁ କରିସାରିଛି। ତ ସେ ପ୍ରଥମେ ଆପଣ ଆପ୍ଲିକେସନ୍ଟି ଲେଖିଦେବେ ଏବଂ ଆପଣମାନଙ୍କ ରାସନ କାର୍ଡ଼ ମଧ୍ୟ ସେଠାରେ ଅପଲୋଡ଼ କରିବାକୁ ପଡ଼ିବ। ତ ଅପଲୋଡ଼ କଲାପରେ ଫ୍ରେଣ୍ଡସ୍ ଆପଣମାନଙ୍କ ସମାଧାନ ହୋଇଯିବ। ଏବଂ ଫ୍ରେଣ୍ଡସ୍, ଅନେକ ଲୋକଙ୍କ ରହିଛି ଆଉ ଗୋଟେ ଯେଉଁଟାକି ପ୍ରୋବ୍ଲେମ୍ ଅଛି ଆଧାର ସେଡ଼ିଂ। ତ ଫ୍ରେଣ୍ଡସ୍, ମୁଁ ଆପଣମାନଙ୍କୁ କହି ରଖୁଛି ଆଧାର ସେଡ଼ିଂ ଅନେକ ଲୋକଙ୍କ ଥାଏ ଏବଂ କଟି ମଧ୍ୟ ଯାଇଥାଏ। ତ ପ୍ରଥମେ ଆପଣ କ'ଣ କରିବେ ନା, ପ୍ରଥମେ ଆପଣମାନେ ଆପଣଙ୍କ ଆଧାରଟି ସେଡ଼ିଂ ଅଛି ବା DVD ଅଛି କି ନାହିଁ ଆପଣ ଚେକ୍ କରିନେବେ ଏବଂ ଯଦି ଆପଣଙ୍କ DVD ନଥିବ ବା ସେଡ଼ିଂ ନଥିବ, ତେବେ ଆପଣମାନେ ବ୍ୟାଙ୍କକୁ ଭିଜିଟ୍ କରି ଆପଣମାନେ କରିପାରିବେ। ଆପଣମାନେ ସେଡ଼ିଂ କଲାପରେ ଆଧାର ଆପଣମାନଙ୍କ ଟଙ୍କା ମିଳିବା ଆରମ୍ଭ ହୋଇଯିବ। ଏବଂ ଫ୍ରେଣ୍ଡସ୍, ଦେଖନ୍ତୁ ଅନେକ ଲୋକଙ୍କ କ'ଣ ହେଉଛି ନା, ଅନେକ ଲୋକଙ୍କ ଯେଉଁ ବ୍ୟାଙ୍କରେ ଟଙ୍କା ପଡ଼ିଥିଲା ତାଙ୍କ ବ୍ୟାଙ୍କ ଆକାଉଣ୍ଟଟି ବନ୍ଦ ହୋଇସାରିଛି। ତ ସେମାନେ କ'ଣ କରିବେ? ତ ଫ୍ରେଣ୍ଡସ୍, ମୁଁ ଆପଣମାନଙ୍କୁ କହି ରଖୁଛି ସେହି କ୍ଷେତ୍ରରେ ଫ୍ରେଣ୍ଡସ୍, ମାନେ ଆପଣମାନେ ପ୍ରଥମେ ହୁଏତ ଆପଣମାନେ ଆପଣଙ୍କ ପାଖରେ ଥିବା ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ ଆକାଉଣ୍ଟ ଖୋଲିପାରିବେ, ଯେଉଁଟାକି ଆପଣଙ୍କ ଗ୍ରାମ ପଞ୍ଚାୟତ ବା ଆପଣଙ୍କ ପୋଷ୍ଟ ଅଫିସରେ ଆଭେଲେବୁଲ୍ ଥାଏ। ବା ଆପଣ ଚାହିଁଲେ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ ମଧ୍ୟ ଖୋଲିପାରିବେ, ଯେଉଁଟାକି ଡାଇରେକ୍ଟ ଆପଣମାନଙ୍କ DVD ଅନ୍ ଥାଏ। ତ ମୁଁ ଆପଣମାନଙ୍କୁ କହିବି କି ଆପଣମାନେ ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟରେ ହିଁ ଆପଣମାନେ ଆକାଉଣ୍ଟଟି ଓପନ୍ କରିନିଅନ୍ତୁ। କାରଣ ଫ୍ରେଣ୍ଡସ୍, ଏହା ହେଉଛି ସରକାରଙ୍କ ଦ୍ୱାରା ନିୟୋଜିତ ବ୍ୟାଙ୍କ। ଆପଣମାନଙ୍କୁ ଅନେକ ସୁବିଧା ସେଠାରେ ମଧ୍ୟ ମିଳିବ। ଏବଂ ଫ୍ରେଣ୍ଡସ୍, ଏହି କ୍ଷେତ୍ରରେ ଆପଣ ଚାହିଁଲେ ଅନେକ କୌଣସି ବ୍ୟାଙ୍କରେ ମଧ୍ୟ ଖୋଲିପାରିବେ। ଯେଉଁ ବ୍ୟାଙ୍କରେ ମଧ୍ୟ ଖୋଲନ୍ତୁ ଆପଣ, କାରଣ ସେଥିରେ ଆପଣମାନେ DVD ଲିଙ୍କ ଥିବା ଦରକାର, ତେବେ ଯେ ଆପଣମାନେ ଟଙ୍କା ପାଇପାରିବେ, ନଚେତ୍ ଆପଣମାନେ ଟଙ୍କା ପାଇବେ ନାହିଁ। ଏବଂ ଫ୍ରେଣ୍ଡସ୍, ଆଉ ଗୋଟେ କଥା ମୁଁ ଆପଣମାନଙ୍କୁ କହି ରଖୁଛି କି ଯେଉଁମାନେ ନୂତନ ଭାବେ ଆପ୍ଲାଏ କରିଥିଲେ, ଯେଉଁମାନଙ୍କ ବୟସ 21 ହୋଇସାରିଥିଲା, ତ କୌଣସି କାରଣରୁ ତାଙ୍କୁ ଯଦି ରିଜେକ୍ଟ ହୋଇଯାଇଥିବ, ତେବେ ସେମାନେ ଟଙ୍କା ପାଇବେ ନାହିଁ। ଏହା ଆପଣମାନେ ମନେ ରଖନ୍ତୁ, ସମସ୍ତଙ୍କୁ ମିଳିବ ନାହିଁ ଟଙ୍କା। ଏବଂ ଫ୍ରେଣ୍ଡସ୍, ସେମାନେ କେତେ ଟଙ୍କା ପାଇବେ ବୋଲି ଅନେକ ଲୋକଙ୍କ କମେଣ୍ଟ ମଧ୍ୟ ରହିଅଛି। ତ ଫ୍ରେଣ୍ଡସ୍, ମୁଁ କହି ରଖୁଛି କି ଯେଉଁମାନେ ନୂତନରୁ ପ୍ରଥମରୁ ଆପ୍ଲାଏ କରିଛନ୍ତି ସେମାନଙ୍କୁ 5,000 ଲେଖାଏଁ ଆଗକୁ ମିଳି ଚାଲିବ। ଆଗରୁ ବକେୟା ଥିବା ଟଙ୍କା ମିଳିବ ନାହିଁ। କିନ୍ତୁ ଫ୍ରେଣ୍ଡସ୍, ଯଦି ଆପଣ ଆଗରୁ ଟଙ୍କା ପାଉଥିଲେ ବା କୌଣସି କାରଣରୁ ଆପଣଙ୍କ ଟଙ୍କାଟି ପେଣ୍ଡିଂ ରହିଯାଇଥିଲା ଏବଂ ଏଥର ଆପଣ ସଂଶୋଧନ କରିସାରିଛନ୍ତି, ତେବେ ଆପଣମାନଙ୍କ ସେ ବଳକା ଥିବା ଟଙ୍କା ମଧ୍ୟ ଆପଣମାନେ ପାଇପାରିବେ। ଏବଂ ଫ୍ରେଣ୍ଡସ୍, ଆପଣମାନେ ସୁଭଦ୍ରା ଯୋଜନା କଣ୍ଟିନ୍ୟୁଲି ଆପଣମାନେ ଟଙ୍କା ପାଇବା ଆରମ୍ଭ ହୋଇଯିବ। ତ ଫ୍ରେଣ୍ଡସ୍, ଏହିପରି ଭାବେ ଆପଣମାନେ ସମାଧାନ କରିନିଅନ୍ତୁ, କାରଣ କିଛି ଅଳ୍ପ ଦିନ ହିଁ ରହିଲା ଆପଣମାନଙ୍କ ଅଗଷ୍ଟ 28 ତାରିଖ। ତାପରେ ଆପଣମାନଙ୍କ ଟଙ୍କା ମିଳିବା ଆରମ୍ଭ ହୋଇଯିବ। ଏହା ଥିଲା ଫ୍ରେଣ୍ଡସ୍ ଆପଣମାନଙ୍କ ସୁଭଦ୍ରା ଯୋଜନା ଉପରେ କିଛି ନୂଆ ଟିପ୍ସ ଆଣ୍ଡ ଟ୍ରିକ୍। ତ ଏହିପରି ଭିଡ଼ିଓ ଦେଖିବା ପାଇଁ ଫ୍ରେଣ୍ଡସ୍ ଆମ ଓଡ଼ିଆ ଶିକ୍ଷାଟାକୁ ସବସ୍କ୍ରାଇବ୍ କରିନେବେ ଏବଂ ଆମ ସହିତ ଯୋଡ଼ି ହେବା ପାଇଁ ଆପଣମାନଙ୍କ ସାଙ୍ଗମାନଙ୍କ ମଧ୍ୟରେ ଭିଡ଼ିଓକୁ ସେୟାର ମଧ୍ୟ କରିଦିଅନ୍ତୁ। ଧନ୍ୟବାଦ।